ଭାରତରେ ବଢ଼ୁଛି ଫ୍ୟାଟି ଲିଭର ସମସ୍ୟା। ଭାରତରେ ନୀରବ ମହାମାରୀ ସାଜିଛି ଫ୍ୟାଟି ଲିଭର। ପ୍ରତି 3 ଜଣରେ ଜଣେ ଆକ୍ରାନ୍ତ ଧୀରେ ଧୀରେ ନେଇଯାଉଛି ମୃତ୍ୟୁ ଆଡ଼କୁ। ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ଏ ଫ୍ୟାଟି ଲିଭର ସମସ୍ୟା ବିଷୟରେ ଜାଣନ୍ତୁ, ଏ ଫ୍ୟାଟି ଲିଭର ମହାମାରୀ ବିଷୟରେ ଜାଣନ୍ତୁ ଏବଂ ସମ୍ପୂର୍ଣ୍ଣ ଖବରକୁ ଜାଣି ରଖନ୍ତୁ। ଫ୍ୟାଟି ଲିଭର ଶୁଣିବାକୁ ସାଧାରଣ ସମସ୍ୟା ମନେ ହେଲେ ମଧ୍ୟ ବାସ୍ତବରେ ଏକ ଗୁରୁତର ରୋଗ। ଏହି ରୋଗରେ ଲିଭର ଭିତରେ ଧୀରେ ଧୀରେ ଚର୍ବି ସଞ୍ଚୟ ହୁଏ ଏବଂ ସମୟ ମଧ୍ୟରେ ନିୟନ୍ତ୍ରଣ ନହେଲେ ଲିଭରକୁ ସ୍ଥାୟୀ କ୍ଷତି ପହଞ୍ଚାଇପାରେ। ଚିନ୍ତାଜନକ କଥା ହେଉଛି ଯେ ଭାରତରେ ଫ୍ୟାଟି ଲିଭର ମାମଲା ଦ୍ରୁତ ଗତିରେ ବଢ଼ୁଛି, କିନ୍ତୁ ଏହା ଉପରେ ଆବଶ୍ୟକ ମାତ୍ରାରେ ଆଲୋଚନା ହେଉନାହିଁ। ପୂର୍ବେ ଫ୍ୟାଟି ଲିଭରକୁ କେବଳ ଅଧିକ ମଦ୍ୟପାନ ସହିତ ଯୋଡ଼ାଯାଉଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବଦଳି ଯାଇଛି। ଦୀର୍ଘ ଅଫିସ ସମୟ, ଘଣ୍ଟା ଘଣ୍ଟା ବସିକି କାମ କରିବା, ପ୍ରୋସେସ୍ଡ ଏବଂ ମିଠା ଖାଦ୍ୟ, ଶାରୀରିକ କ୍ରିୟାକଳାପର ଅଭାବ ଓ ଅତ୍ୟଧିକ ମାନସିକ ଚାପ ଏସବୁ ଆଜି ଏହି ରୋଗର ମୁଖ୍ୟ କାରଣ ହୋଇ ଉଠିଛି। ଡାକ୍ତରମାନଙ୍କ କହିବା ଅନୁସାରେ ବର୍ତ୍ତମାନ ବହୁ ଲୋକ ନନ୍ ଆଲକୋହଲିକ୍ ଫ୍ୟାଟି ଲିଭର ଡିଜିଜ୍ରେ ପୀଡ଼ିତ, ଯାହାକୁ ଏବେ ମେଟାବୋଲିକ୍ ଡାଇଫଙ୍କସନ୍ ଆସୋସିଏଟେଡ୍ ସ୍ଟିଟୋକ୍ଟିକ୍ ଲିଭର ଡିଜିଜ୍ MASLD କୁହାଯାଉଛି। 3 ଜଣରେ ଜଣେ ହେଉଛନ୍ତି ଆକ୍ରାନ୍ତ। ବିଶେଷଜ୍ଞ ଅନୁସାରେ ଭାରତରେ ଫ୍ୟାଟି ଲିଭର ଏକ ମହାମାରୀ ରୂପ ନେଉଛି। ଗବେଷଣାରେ ଦେଖାଯାଉଛି ଯେ ଦେଶର ପ୍ରାୟ 3 ଜଣରେ ଜଣେ ଏହି ରୋଗରେ ପୀଡ଼ିତ। ସହରାଞ୍ଚଳରେ ଏବଂ ଡାଇବେଟିଜ୍ କିମ୍ବା ମୋଟପା ଥିବା ଲୋକଙ୍କ ମଧ୍ୟରେ ଏହି ହାର 50%ରୁ ଅଧିକ। ଆଶ୍ଚର୍ଯ୍ୟ କଥା ହେଉଛି, ଦେଖିବାକୁ ସିଧା ଏବଂ ଫିଟ୍ ଲାଗୁଥିବା ଅନେକ ଲୋକ ମଧ୍ୟ ଫ୍ୟାଟି ଲିଭରର ଶିକାର ହେଉଛନ୍ତି। ଆରମ୍ଭରୁ ଦେଖାଯାଏନି ଲକ୍ଷଣ। ହଁ ଆଜ୍ଞା, ଫ୍ୟାଟି ଲିଭରକୁ ନୀରବ ରୋଗ କୁହାଯାଏ କାରଣ ଏହା ପ୍ରାରମ୍ଭିକ ଅବସ୍ଥାରେ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। ଲିଭର ଭିତରେ ଯନ୍ତ୍ରଣା ଅନୁଭବ କରିବାର କ୍ଷମତା ନଥିବାରୁ ଗୁରୁତର କ୍ଷତି ହେବା ପର୍ଯ୍ୟନ୍ତ ଶରୀର କୌଣସି ସଂକେତ ଦିଏ ନାହିଁ। ଅନେକ ସମୟରେ ଲିଭର ଏନ୍ଜାଇମ୍ ଟେଷ୍ଟ ମଧ୍ୟ ସାଧାରଣ ଆସେ, ଯେତେବେଳେ କି ଲିଭର ଭିତରେ ଚର୍ବି ଜମା ହୋଇସାରିଥାଏ। ଭାରତୀୟମାନଙ୍କ ମଧ୍ୟରେ ସାଧାରଣ BMI ଥିଲେ ମଧ୍ୟ ପେଟ ଅଞ୍ଚଳରେ ଚର୍ବି ଏବଂ ଇନ୍ସୁଲିନ୍ ରେଜିଷ୍ଟାନ୍ସ ଫ୍ୟାଟି ଲିଭରର ବଡ଼ କାରଣ। PCOSରେ ପୀଡ଼ିତ ମହିଳା, ନିଦ୍ରା ସମସ୍ୟା ଥିବା ଲୋକ ଏବଂ ଦୀର୍ଘ ସମୟ ବସିକି କାମ କରୁଥିବା IT କର୍ମଚାରୀମାନଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ। ଡାକ୍ତରମାନଙ୍କ କହିବା ଅନୁସାରେ ପ୍ୟାକେଟ୍ ଜୁସ୍, ମିଠା ପାନୀୟ, ଅଧିକ ମଇଦା ଓ ଧଳା ଚାଉଳ, ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟ, ପ୍ରୋଟିନ୍ର ଅଭାବ ଏବଂ ବ୍ୟାୟାମ ନ କରିବା ଏସବୁ ଲିଭରରେ ଚର୍ବି ସଞ୍ଚୟକୁ ଦ୍ରୁତ କରେ। କିନ୍ତୁ ଜାଣିବା ଦରକାର ଆପଣ ଯେ ଲିଭରକୁ ସୁରକ୍ଷିତ ରଖିବା ପାଇଁ କ'ଣ କରିବେ। ବିଶେଷଜ୍ଞମାନେ କହୁଛନ୍ତି ଯେ ଡିଟକ୍ସ ଡ୍ରିଙ୍କ କିମ୍ବା ସପ୍ଲିମେଣ୍ଟ ଦ୍ୱାରା ଫ୍ୟାଟି ଲିଭର ଭଲ ହେବାର କୌଣସି ଠୋସ୍ ବୈଜ୍ଞାନିକ ପ୍ରମାଣ ନାହିଁ। ଠିକ୍ ଜୀବନଶୈଳୀ ହିଁ ଏହାର ପ୍ରଧାନ ଉପଚାର। ସୁସ୍ଥ ଲିଭର ପାଇଁ ସନ୍ତୁଳିତ ଏବଂ ସ୍ୱାଭାବିକ ଖାଦ୍ୟ, ନିୟମିତ ବ୍ୟାୟାମ, ଓଜନ ଓ ମାନସିକ ଚାପ ନିୟନ୍ତ୍ରଣ କେବଳ ଓଜନ କମାଇବା ନୁହେଁ, ଚର୍ବି କମାଇବା, ମାଂସପେଶୀ ସୁରକ୍ଷା, ସପ୍ତାହକୁ 2ରୁ 3 ଦିନ ଷ୍ଟ୍ରେନ୍ଥ ଟ୍ରେନିଂ, ପ୍ରତ୍ୟେକ ଭୋଜନରେ ପର୍ଯ୍ୟାପ୍ତ ପ୍ରୋଟିନ୍, ସମୟ ଅନୁସାରେ ଜୀବନଶୈଳୀ ପରିବର୍ତ୍ତନ କଲେ ଫ୍ୟାଟି ଲିଭରକୁ ନିୟନ୍ତ୍ରଣ କରିବା ସମ୍ଭବ। କିନ୍ତୁ ଆଶା କରୁଛି ଆପଣମାନେ ଏଯାଏଁ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରି ରଖିଥିବେ। ଆମେ ଦେଖାବା ଅନେକ ଖବର ସହିତ। ରହୁଛି ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।